ସାଙ୍ଗମାନେ ଆପଣଙ୍କ ଘରେ ମୂଷା ରହୁଛନ୍ତି କି ଆଉ ମୂଷା ରହିକି ଘରେ ବହୁତ ସାରା ଜିନିଷ ନଷ୍ଟ କରୁଛନ୍ତି ତାହେଲେ ଆଜିର ଭିଡ଼ିଓ ଦେଖନ୍ତୁ। ମୁଁ ଆଜି ଟମାଟର ସହିତ ବହୁତ ସୁନ୍ଦର ଟିପ୍ସଟେ ସେୟାର କରିବି ଯାହାକୁ ଦେଖି ମୂଷା ପୁରା ଗାୟବ ହେଇଯିବ। ଆପଣଙ୍କର ଘରର ଜିନିଷ ନଷ୍ଟ କରିବନି, ତା ସହିତ ଆପଣଙ୍କ ଘରେ ରହିବନି। ତ ପ୍ଲିଜ୍ ରିକ୍ୱେଷ୍ଟ କରିବି ଆପଣମାନେ ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ତାପରେ ବୁଝିପାରିବେ। ଏଠି ଦେଖନ୍ତୁ ମୁଁ ନେଇଛି କଦଳୀ। କଦଳୀ ଆପଣମାନେ ନେଇଯିବେ, ପାଚିଲା କଦଳୀ ନେଇଯିବେ। ଆଉ ଘରକୁ ତ ସବୁବେଳେ ଆସୁଥିବ, ଆପଣମାନଙ୍କୁ ଅଧିକା ୟା ପାଇଁ ଟେନସନ୍ ନେବାକୁ ପଡ଼ିବନି। ପାଚିଲା କଦଳୀ ଆପଣମାନେ ନେଇଯିବେ ଦେଖିକି। ଆଉ ଖରାପ ହେଇଥିଲେ ବି ଚଳିବ। କିଛି କିଛି କଦଳୀ ଆମେ ମାର୍କେଟରୁ ଆଣିଥାଉ, କିଛିଟା ଟିକେ ଟିକେ ଦାଗ ହେଇଯାଇଥାଏ, ଖରାପ ହେଇଯାଇଥାଏ, ସେଇ କଦଳୀ ନେବେ ଆପଣମାନେ ଚଳିବ। ତ ତାକୁ ନେଇଯିବେ। ଆଉ ଗୋଟେ ଗିନା ନେଇଯିବେ, ଗୋଟେ କଣ୍ଟା ଚାମଚ ନେଇଯିବେ। ଆଉ କଦଳୀକୁ ଛଡ଼େଇ ନେବେ। ଛଡ଼େଇକି ତାକୁ ଛୋଟ ଖଣ୍ଡେ ଆପଣମାନେ ଦେଇକି ତାକୁ ଭଲ ଭାବରେ ଚକଟି ନେବେ। ସାଙ୍ଗମାନେ ଆପଣମାନେ ବି ଭାବୁଥିବେ ନା କଦଳୀ ଟମାଟର ଏସବୁ ତ ମୂଷା ଖାଇଦେବ, ସେଇଥିରେ କେମିତି ଘରୁ ମୂଷା ବାହାରିକି ପଳେଇବ? ତ ସେଇଟା ତ ହେଉଛି ଟ୍ରିକ୍। ଆପଣମାନେ ଦେଖନ୍ତୁ ନା, ଏଥିରେ କୌଣସି କେମିକାଲ ମେଡ଼ିସିନ ପଡ଼ିବ, ପୁରା ଘରୋଇ ଉପାୟରେ ଆପଣମାନେ ୟାକୁ ବନେଇବେ। ଆଉ ଇଜିଲି ଆପଣମାନେ ଘରୁ ମୂଷାକୁ ନ ମାରିକି ବାହାରକୁ ବାହାର କରିବେ। କାରଣ ସମସ୍ତେ ପ୍ରାୟ ମାନନ୍ତି ମୂଷା ହେଉଛନ୍ତି ଗଣେଶଙ୍କ ବାହନ। ସମସ୍ତେ ଚାହାନ୍ତି ଆମେ କୌଣସି ମାନେ ମୂଷାକୁ ମାରିବାନି, ମୂଷାକୁ କ'ଣ ଆମେ ଜୀବ ହତ୍ୟା କରିବାନି, ସେଇଟା ବହୁତ ବଡ଼ ପାପ। ତ ସେଥିପାଇଁ ସମସ୍ତେ ଚାହାନ୍ତି କେମିତି ଆମେ କ'ଣ କରିବା ଯାହାଫଳରେ ମେଡ଼ିସିନ ପକାଇବାନି, କାରଣ ମେଡ଼ିସିନ ପକାଇଲେ ମୂଷା ଖାଇକି ମରିଯାଏ। ତ କ'ଣ କରିବା ଯାହାଦ୍ୱାରା ଆମର ଘରୁ ମୂଷା ବାହାରିକି ପଳେଇବ, ଜମା ମୂଷା ମରିବନି କି ଆମର କୌଣସି ଅନିଷ୍ଟ ବି ହେବନି। ତ ସେଥିପାଇଁ ଦେଖନ୍ତୁ, ପ୍ରଥମେ ଭିଡ଼ିଓଟିକୁ ସେଥିପାଇଁ କହୁଛି ମୁଁ କ'ଣ ଏଥିରେ ମିଶାଇବା ଯାହାଫଳରେ ଆପଣମାନଙ୍କର ମୂଷା ନ ମରିକି ଘରୁ ବାହାରିକି ପଳେଇବ। ବହୁତ ସୁନ୍ଦର ଟିପ୍ସଟା, ନିହାତି ଭାବରେ ଭଲ ଭାବରେ ଦେଖନ୍ତୁ, ଜମା ବି ସ୍କିପ୍ କରନ୍ତୁନି। ଆଇଦର ଆପଣମାନେ ସ୍ପିଡ୍ କରିକି ଭିଡ଼ିଓକୁ ଦେଖିପାରିବେ, କିନ୍ତୁ ସ୍କିପ୍ କରନ୍ତୁନି, ନହେଲେ ମୁଁ କ'ଣ ମିଶାଇଲି କ'ଣ ନାହିଁ ଆପଣମାନେ ଜାଣିପାରିବେନି, ଭାଗ ମାପ ବି ଜାଣିପାରିବେନି। ତ ଏଠି ଦେଖନ୍ତୁ, ଛୋଟ ଖଣ୍ଡେ କଦଳୀକୁ ମାନେ 3-4 ପିସ୍ର କଦଳୀକୁ ଆପଣମାନେ କ୍ୱାଣ୍ଟିଟି ଦେଖିକି କରିବେ, କେତେ ଜାଗାରେ ଆପଣମାନେ ରଖିବେ ସେହି ହିସାବରେ। ତ ଏଠି ଦେଇକି ଭଲ ଭାବରେ ଚକଟି ନେବେ। ତାପରେ ଆପଣମାନେ ଦେବେ ଏଥିରେ ଚିନି। ଚିନି ଆପଣମାନେ ନେଇଯିବେ, ଆଉ ହାଲକା ଟିକେ ଦେବେ ଚିନି, ଯେମିତି ଇଏ ଟାଇପ୍ର ଲାଗିବ, ହାଲକା ଟିକେ ଚିନି ପକାଇବେ। ତା ସହିତ ଏଥିରେ ନେବେ ଘିଅ। ଘିଅରେ ଆପଣମାନେ ଜାଣିଥିବେ ଘିଅର ସ୍ମେଲ୍ରେ ମୂଷା ଘରେ ରୁହେ ନାହିଁ, କାରଣ ଘିଅର କଡ଼ା ସ୍ମେଲ୍ଟାରେ ମୂଷାକୁ ଭଲ ଲାଗେନି। ତ ଆମର ବି ଥାଏ ନା କିଛି କିଛି ସ୍ମେଲ୍ ହୁଏ, ମଣିଷମାନେ ବି ହେଇକି ବି ସେଠି ଭଲ ଲାଗେନି ଯଦି ସେମାନେ ବି ପଳାନ୍ତି। ତ ମୂଷା କେମିତି ରହିବ? ଆମ ପାଇଁ ସିନା ଘିଅଟା ଭଲ ବାସ୍ନା କରେ, କିନ୍ତୁ ମୂଷାମାନଙ୍କ ପାଇଁ ନୁହଁ। ତ ସେଥିପାଇଁ ଏଥିରେ ଘିଅ ଆଡ଼୍ କରିବା। ଆମେ ଚାହୁଁଛେ ନା ମୂଷା କିପରି ଘରେ ନ ମରିକି ବାହାରିକି ପଳେଇବ, ତ ସେଥିପାଇଁ ସେଇ ଉପାୟରେ ଆପଣମାନଙ୍କୁ କରିବାକୁ ପଡ଼ିବ। ତ ଘିଅର ବାସ୍ନା ଆଦୌ ବି ହିଁ ମୂଷାକୁ ଭଲ ଲାଗେନି। ତ ଏଥିରେ କଦଳୀ, ଚିନି, ଘିଅ ଦେଇଦେବେ। ଦେଇସାରିଲା ପରେ ଆପଣମାନେ ଏଥିରେ ଆଉ ଗୋଟେ ଜିନିଷ ଆଡ଼୍ କରିବେ, ଯେଉଁଟାକି ଆଉ ଆମର ବହୁତ ଇମ୍ପୋର୍ଟାଣ୍ଟ ଜିନିଷ, ଯେଉଁଟାକି ହେଉଛି ଆମର ୟାକୁ ବାଇଣ୍ଡିଙ୍ଗ କରିବା ପାଇଁ କିଛିଟା ଜିନିଷ ଏଥିରେ ଆମେ ମିଶାଇବା, ଯେଉଁଟାକି ଆପଣ ଘରେ ଇଜିଲି ମିଳିଯିବ। ଏଇଟା ହେଉଛି ଅଟା। ଅଟା ହେଉ, ବେସନ ହେଉ, କିମ୍ବା ଆପଣମାନଙ୍କର ଯେକୌଣସି ଶୁଖା ଜିନିଷ ଯେମିତି ମଇଦା ହେଉ, ଚାଉଳ ଚୁନା ହେଉ ନେଇଯିବେ। ଗୋଟେ ଚାମଚ ନେଇକି ତାକୁ ଭଲ ଭାବରେ ଗୋଳେଇ ନେବେ। ଦେଖନ୍ତୁ ଏଇ ଟାଇପ୍ର ଗୋଳେଇ ନେବେ। ଆଉ ଯଦି ଆପଣମାନେ ଇନଷ୍ଟାଣ୍ଟ କେମିତି ଆହୁରି ଭଲ ଇଏ ହେବ, ତ ସେଥିପାଇଁ ଆପଣମାନେ ଚାହିଁଲେ ଏଥିରେ ହାଫ୍ ଚାମଚର ବୋରିକ୍ ଏସିଡ୍ ପାଉଡ଼ର ଆସୁଛି, ତାକୁ ବି ଆପଣମାନେ ଦେଇପାରିବେ। ଯଦି ୱିଦାଉଟ୍ କିଛି ମେଡ଼ିସିନ କେମିକାଲ ବି ନ ୟୁଜ୍ କରିକି କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ପ୍ରୋସେସ୍ରେ କରନ୍ତୁ। ନହେଲେ ୟା ପରେ ଆପଣ ଅଟା ଦେଲେ, ଅଟା ଗୋଟେ ଚାମଚ ଦେଲେ, ହାଫ୍ ଚାମଚ ଏଥିରେ ବୋରିକ୍ ଏସିଡ୍ ପାଉଡ଼ର ଅନଲାଇନ୍ରେ ମିଳିପାରୁଥିବ, ମାର୍କେଟରେ ମିଳୁଥିବ, ଜାଣିଥିବେ ବୋରିକ୍ ଏସିଡ୍ ପାଉଡ଼ର, ତାକୁ ବି ଅଧା ଚାମଚ ଦେଇକି ଗୋଳେଇ ଦେଇପାରିବେ ଆପଣ। ତାପରେ ଏଇଠି ଦେଇଦେବେ ଆପଣମାନଙ୍କର ଏଇ ଯେଉଁ ବନେଇକି ରଖିଥିବା ଗୋଟେ ଆମର ବ୍ୟାଟରଟା, କାଗଜ ନେଇଯିବେ, ପେପର ନେଇଯିବେ, ପେପର ଉପରେ ଆପଣମାନେ ରଖିକି ଏମିତି ଲେପ ଦେଲା ଟାଇପ୍ର ଦେଇଦେବେ। ତ ଆଶା କରୁଛି ଟିପ୍ସଟି ଆପଣମାନଙ୍କୁ ଭଲ ଲାଗୁଥିବ, ନିହାତି ଦେଖନ୍ତୁ। ତା ସହିତ ଆପଣମାନେ କେଉଁ ଏରିଆରୁ ମୁଁ ଭିଡ଼ିଓ ଦେଖୁଛନ୍ତି ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ, ଜାଣିଲେ ଖୁସି ଲାଗିବ, ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ ମୋଟିଭେସନ୍ ମିଳିପାରିବ। ତା ସହିତ ଖାଲି ଏମିତି ନୁହଁ, ମୋର ବହୁତ ସାରା ଟିପ୍ସ ଚ୍ୟାନେଲ୍ ଭିତରେ ଅଛି, ଯେମିତିକି ହେୟାର କେୟାର ହେଉ, ସ୍କିନ୍ କେୟାର ହେଉ, ତା ସହିତ ଆପଣଙ୍କର କୌଣସି କିଚେନ୍ ଟିପ୍ସ ହେଉ, କିମ୍ବା ଆପଣଙ୍କର ଘରୁ ମୂଷା ଝିଟିପିଟି ଏସବୁ କିପରି ବାହାରିବ ତାର ଟିପ୍ସ ହେଉ, ବହୁତ ସାରା ଟିପ୍ସ ଅଛି। ଆପଣମାନେ ପ୍ଲିଜ୍ ଯାଆନ୍ତୁ, ମୋ ଚ୍ୟାନେଲକୁ ଭିଜିଟ୍ କରନ୍ତୁ, ଯେଉଁଟା ଆପଣମାନଙ୍କୁ ସୁଇଟେବୁଲ୍ ଲାଗୁଛି ଆପଣମାନେ ବ୍ୟବହାର କରନ୍ତୁ। ଯେହେତୁ ଆମେ ଘରୋଇ ଜିନିଷ, ନ୍ୟାଚୁରାଲ୍ ଜିନିଷ, ଏଇ ସବୁ ଜିନିଷ କରୁଛେ, କୌଣସି ମେଡ଼ିସିନ କେମିକାଲ ନୁହଁ। ଟାଇମ୍ ଟେକିଂ ଲାଗିବ, ବଟ୍ ଭଲ ରେଜଲ୍ଟ ଦେବ, ଆଉ ଦୀର୍ଘ ଦିନ ପାଇଁ ଦେବ। ବିଶ୍ୱାସ ସହିତ ଶ୍ରଦ୍ଧାର ସହିତ ଆପଣମାନେ ଘରୋଇ ଉପାୟକୁ ବ୍ୟବହାର କରନ୍ତୁ, ଦେଖିବେ ସବୁ ଆପଣଙ୍କର କାମ ସକ୍ସେସ୍ ହେବ। ତ ଦେଖନ୍ତୁ ଏଇଠି ମୁଁ ପ୍ରଥମେ ଦେଇକି ଲେପ ଦେଇକି ପେପରଟାକୁ ମୋଡ଼ିକି ଫୋଲ୍ଡ କରିଦେଲି। ଆପଣମାନେ ଦେଖିପାରିଲେ କେମିତି କ'ଣ କଲି ଭିଡ଼ିଓରେ। ତାପରେ ଆପଣମାନେ କଇଞ୍ଚିରେ କାଟିବେ। ଆପଣମାନେ କହିବେ ଛୁରୀରେ କାହିଁକି କାଟିବାନି, ଛୁରୀରେ କାହିଁକି କାଟିବାନି, ମୁଁ ସେଇଟା ଆପଣମାନଙ୍କୁ ସେୟାର କରିବି। ପ୍ରଥମେ ଆପଣମାନେ ୟାକୁ କଇଞ୍ଚିରେ କାଟିନେବେ, ଆଉ ଡିଭାଇଡ଼ କରିକି କାଟିବେ ଗୋଟେ ଇଞ୍ଚ ଛାଡ଼ିକି। ଆଉ ଆପଣମାନଙ୍କର ଘରେ ଯେଉଁ ଜାଗାରେ ମୂଷା ରହୁଛନ୍ତି, 2-3 ଜାଗାରେ ଯଦି ରହୁଛନ୍ତି, ସେଇ ହିସାବରେ ଅଧିକ କ୍ୱାଣ୍ଟିଟିର ଦେଖିକି ଆପଣମାନେ
याकू पेपर को काटी नेबे काटिबा कईची कारण होउची आपण माने कईची रे काटले जो पटर कईची रे प्रेशर देकी काटिबे ना सेई पटटा सील हेकी रहि जिवो चापी हेकी आ आर पट साइडटा खुला टाइप रो रहि तो जहा फळे ता भितर जो सब हमर रखिले जो ओटा बैटर देकी सब बनै छंती ओटार बैटरटा सेटा जमा में बाहरिबन देखंतु गुटे पट सील गुटे पट खोला तो अधिक दिन पर्यंत एटा माने मॉइस्चर हेकी रहिबो सुखिबनी ता सहित आपण मानकर एटा बाहर को बाहर जिवो ना गुटे पैकेट टाइप रो रहि जिवो तो एइथि पई मु कहउतिले आपण माने कईची रे काटिबे देखंतु याको आमे काटिकी रखिनेले जदि एइपरि पेपर साहाय्य करिया पई चाहुचंती चाहिबे करि पारिबे नाही तो आपण माने डायरेक्ट कोनोसी सब्जी नै जिवे जेमति मु एठी टमाटर नउची टमाटर आमे कोन करंती तार ऊपर जो डेंठीरे टिके मोटा थाए टाण थाए प्राय लोक टिके काटी दियंती मु टिके अधिया करी काटे जे किंतु काटेकी छोट खंड भी बहुत लोग फोपाड़ी दियंती न फोपाड़ी यही को लेकिन आपण माने ता ऊपर बैटर को दे देबे दे केतरे घिओ पड़ी ना घिओर बास्ना बहुत कड़ा थिबो तो यहाँ निहाती मूषा को खराब लगे ये बास्नाटा आम मानक तो किसी लगे भल बास्ना देव कि मूषा को निहाती घिओर बास्नाटा खराब लगे भल लगे गंध हम ताको तो से आराम से सी भागिकी पड़ेब तो गले कुआड़े जीव बाहर को ही जीव तो से हिसाब से आपण मैंने देखिए अलग जगह को जाऊँगी घर भीतर कि बाहर को जाऊँगी तो यहपरी टमाटर उपर कौन सब्जी उपर आपण मैंने रखिने आउ या केउं जगह रखिए जदि आपण घर भितर मूषा अच्छी ताहले जो जगार आपणकर घर भितर मूषा रोचंती पर्टिकुलार से जगह गुड़ाक एमती 5-6 खंड पकई नियंतु जहाँ बास्नारे आपण मानकर घरू हेठी मूषा थिले बाहर को बाहर की पळेबो ता आ जदि आपण माने देखिबे किछि किछि दिन थिबो एमती मूषा तो घरे रहउनथि किंतु बाहरु आसुथिबे जाउथिबे तो जो बाट देकी आसु से बाटरे रखंतु आपण माने जदि बाहर एमती आलू प्याज रखुचंदी अट्टा डबा कोनोसी डबा वगैरह रखुचंदी से जगह गुड़ाक भी रखंतु जदि एई गुड़ाक मूषा रहउचंदी ना जमा में एठिकी मूषा रहिबेनी आपण मानकर अलग जगह को किंबा घर बाहर को पळेबे तो से हिसाब रे घर को परिष्कार सब रखंतु जमा भी कौन जगह गोटे जिनस गदा करके रखंतुनी घर को जिते पर्यंत आम सफा सुतरा रखा मूषा कौन से असरपा झिटिपिटी भी आम घरे बास करबनी सबुठु बेस्ट टिप्स होची घर को सफा करवा तो आशा करुच्ची आज टिप्स भल लगी चैनल को सब्सक्राइब करेंगे फेसबुक पेज देखिए पेज को फॉलो करेंगे बाय बाय।